ରାହୁ ଏଯାବତ୍ କୁମ୍ଭ ରାଶିରେ ରହିଥିଲେ ମଧ୍ୟ ମୃତାବସ୍ଥାରେ ଥିଲେ। ଏବେ 25 ଡିଗ୍ରୀ ତଳକୁ ସେ ଆସିଥିବାରୁ ତାଙ୍କର ଜାଗ୍ରତ ଅବସ୍ଥା ଆସିଯାଇଛି ଏବଂ ତାଙ୍କର ଶକ୍ତି ବହୁ ଭାବେ ବୃଦ୍ଧି ପାଇଛି। କୁମ୍ଭ ରାଶିରେ ସେ ରାଜା ହୋଇଛନ୍ତି। ତେବେ ତାଙ୍କର ଅନୁକମ୍ପା, ତାଙ୍କର ଶୁଭଫଳ କେଉଁ କେଉଁ ରାଶି ପ୍ରତି ରହିବ ଆସନ୍ତୁ ଦେଖିନେବା। ପ୍ରଥମତଃ ରହିବ ମେଷ ରାଶି ପ୍ରତି ଏକାଦଶ ରାହୁ ହେଉଥିବାରୁ ମେଷ ରାଶି ଜାତୀୟ ବ୍ୟକ୍ତିମାନେ ସବୁଥିରେ ବିଜୟ ଲାଭ କରିବେ ଏବଂ ବିଭିନ୍ନ ପ୍ରକାର ଶୁଭ ଲାଭ କରିବାର ଦେଖାଯାଏ। ବୃଷ ରାଶି ଜାତୀୟ ବ୍ୟକ୍ତିମାନଙ୍କ ପାଇଁ ରାହୁ ଦଶମସ୍ଥ ହେଉଥିବାରୁ ପ୍ରତ୍ୟେକ ଉଦ୍ୟମରେ ସଫଳତା ଲାଭ କରିବେ। ଯେକୌଣସି ଉଦ୍ୟମ କରି ସଫଳତା ଲାଭ କରିବେ ଏବଂ ବହୁ ଭାବେ ଅର୍ଥ ପ୍ରାପ୍ତି ହେବ। ତାଙ୍କୁ ବିଭିନ୍ନ ଜାଗାରୁ ବିଭିନ୍ନ ସ୍ଥାନରୁ ଅର୍ଥ ପ୍ରାପ୍ତି ହେବ। କନ୍ୟା ରାଶି ପ୍ରତି ଷଷ୍ଠସ୍ଥ ରାହୁ ହେଉଥିବାରୁ ସମ୍ପଦ ବୃଦ୍ଧି ହେବ, ସୁଖ ବୃଦ୍ଧି ହେବ ଏବଂ ପୂର୍ବାପେକ୍ଷା ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଧନୁ ରାଶି ପ୍ରତି ତୃତୀୟ ରାହୁ ହେଉଥିବାରୁ ଅର୍ଥ ଲାଭ ଏବଂ ସମସ୍ତ ପ୍ରକାର ଉଦ୍ୟମରେ ସଫଳତା ଲାଭ ହେବାର ଦେଖାଯାଏ।